ସକାଳୁ ଉଠିବା ମାତ୍ରକେ କରନ୍ତୁ ଏହି ଦିବ୍ୟ ମନ୍ତ୍ରକୁ ପାଖରୁ ଦୂର ହୋଇଯିବ ସମସ୍ତ ଅସୁବିଧା। କୁହାଯାଏ ଯେ ଯଦି ଦିନର ଆରମ୍ଭ ଭଲରେ ହୋଇଥାଏ ତେବେ ସମ୍ପୂର୍ଣ୍ଣ ଦିନଟି ଭଲରେ ଅତିବାହିତ ହୋଇଥାଏ। ବ୍ୟକ୍ତିର କର୍ମର ଫଳ ତାର ଜୀବନକୁ ନିର୍ଦ୍ଧାରଣ କରିଥାଏ। ଶାସ୍ତ୍ର ଅନୁସାରେ ବ୍ୟକ୍ତିକୁ ଦିନର ଆରମ୍ଭ ଭଗବାନଙ୍କ ଆଶୀର୍ବାଦରୁ ଆରମ୍ଭ କରିବା ଜରୁରୀ। ମାନ୍ୟତା ଅନୁସାରେ ସକାଳୁ ଉଠିବା ମାତ୍ରକେ ଏହି ଗୋଟିଏ ଦିବ୍ୟ ମନ୍ତ୍ରକୁ ପାଠ କରିଦେବା ଦ୍ୱାରା ସମ୍ପୂର୍ଣ୍ଣ ଦିନଟି ଭଲରେ ଅତିବାହିତ ହୋଇଥାଏ। ଆପଣ ସକାଳୁ ଉଠିବା ମାତ୍ରକେ ବିଛଣାରେ ବସି ହାତକୁ ଯୋଡ଼ି, କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ୱତୀ, କର ମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ୍। ଏହାର ଅର୍ଥ ହସ୍ତର ଅଗ୍ରଭାଗରେ ମା ଲକ୍ଷ୍ମୀଙ୍କ ବାସ, ମଧ୍ୟ ଭାଗରେ ମା ସରସ୍ୱତୀଙ୍କ ବାସ ଏବଂ ମୂଳ ଭାଗରେ ଗୋବିନ୍ଦଙ୍କ ବାସ। ପ୍ରଭାତ ସମୟରେ କର ଦର୍ଶନ ସବୁଠୁ ଶୁଭ। ଏହି ମନ୍ତ୍ରଟିକୁ ନିୟମିତ ସକାଳୁ ପାଠ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ। ନିୟମିତ ଆମ ଚତୁଃପାର୍ଶ୍ୱରେ ପ୍ରସ୍ତୁତ ହେଉଥିବା ନକାରାତ୍ମକ ଶକ୍ତିର ପ୍ରଭାବ ଦୂର ହୋଇଥାଏ। ଯଦି ଏହି ଦିବ୍ୟ ମନ୍ତ୍ରକୁ ନିୟମିତ ସକାଳୁ ପାଠ କରାଯାଏ ତେବେ ଘରର ବାତାବରଣରେ ଶୁଦ୍ଧତା ଆସିଥାଏ। ବାଧା ଉପୁଜୁଥିବା କାର୍ଯ୍ୟ ସୁରୁଖୁରୁରେ ହୋଇଯାଇଥାଏ। ଜୀବନରେ ସକାରାତ୍ମକ ଭାବନା ବୃଦ୍ଧି ହୋଇଥାଏ ଏବଂ ଜୀବନ ସୁଖମୟ ହୋଇଥାଏ।